ପାଠ 8 ରାଜାଙ୍କ ଭୋଜି। ପାଠ 8 ରାଜାଙ୍କ ଭୋଜି। ବଣର ରାଜା ଭୋଜି ଦେବେ। ସବୁ ପରଜା ରାଜ ଉଆସରେ ଖାଇବେ। ଡାକରା ପାଇ ଜୀବମାନେ ସଜବାଜ ହୋଇ ବାହାରିଲେ। ଏହିସବୁ ଜୀବମାନେ ସଜବାଜ ହୋଇ ବାହାରିଲେ। ଦେଖିପାରୁଛନ୍ତି। ଭାଲୁ ବଡ଼ ଡାଲାଟିଏ ଧରିଥିଲା। ସେଥିରେ ଧଳା ଧଳା ଫୁଲ ସଜା ହୋଇଥାଏ। ହନୁ ଧରିଥାଏ ଗୋଲାପ କଢ଼। ସବା ପଛରେ ବୁଢ଼ା ଗଧିଆଟି ଢଳି ଢଳି ଚାଲୁଥାଏ। ଡବାରେ ଖାଇବା ଦରବ ଥାଏ। ଢାଙ୍କୁଣୀ ଖୋଲି ଦିଆଗଲା। ଉଆସରେ ଜୀବମାନେ ଧାଡ଼ି ହୋଇ ବସିଗଲେ। କେତେଜଣ ଡଙ୍କି ଧରି ପରଶିଲେ। ସବା ଶେଷକୁ ବିଲୁଆ ଆସିଲା। ପିଢ଼ା ପକାଇ ବସିଗଲା। ଭାବିଲା ପେଟେ ଖାଇବ। ଦେଖିଲା ବେଳକୁ ଡବା ଖାଲି। ଏଇଟା ବିଲୁଆ ଦେଖିଲା ଡବା ଖାଲି ଅଛି। ଏମିତି ସବୁ ଭୋଜି ଖାଇବା ପାଇଁ ଯାଇଥିଲେ। ପାଠ 8 ରାଜାଙ୍କ ଭୋଜି।